ସମସ୍ତଙ୍କୁ ନମସ୍କାର। ଆଜି ଆମେ ଜାଣିବା ଗୁଗୁଲ କ୍ରୋମରେ ଏଚଆରଏମଏସରେ ଆମେ କେମିତି ଆମର ଡାଟା ଅପଡେଟ୍ କରିବା। ଯେଉଁ ବର୍ତ୍ତମାନ କଥା ଆସିଛି, ଆପଣମାନେ ଏଚଆରଏମଏସରେ ନିଜର ଇମେଲ୍ ଏବଂ ଫୋନ୍ ନମ୍ବରକୁ ଅପଡେଟ୍ କରିବେ। ସେଇ ଅପଡେଟ୍ ବାବଦରେ ଆମେ ଆଜି ଜାଣିବା। ବର୍ତ୍ତମାନ ଦେଖନ୍ତୁ, ଆପଣ ସର୍ଚ୍ଚ କରିବେ ଗୁଗୁଲ କ୍ରୋମକୁ ଯିବେ। ଗୁଗୁଲ କ୍ରୋମରେ ସର୍ଚ୍ଚ କରିବେ ଏଚଆରଏମଏସ୍। ଦେଖନ୍ତୁ, ଆପଣ ଏଇଭଳିଆ ଏଚଆରଏମଏସ୍ ଗୋଟେ ସର୍ଚ୍ଚ କରିବେ ସର୍ଚ୍ଚ ବକ୍ସରେ ଯାଇକରି। ତାପରେ ବର୍ତ୍ତମାନ ଏଚଆରଏମଏସରେ ଆପଣ ଆପଣଙ୍କର ଲଗ୍ଇନ୍ ଆଇଡି ଏବଂ ପାସୱାର୍ଡ଼ ଦେବେ ଏବଂ ପାସୱାର୍ଡ଼ ପରେ ଆପଣଙ୍କର ଗୋଟେ ସିକ୍ୟୁରିଟି କୋଡ଼ ଅଛି, ସିକ୍ୟୁରିଟି କୋଡ଼ ଦେବେ। ୟୁଜର ଆଇଡି ଜାଗାରେ ୟୁଜର ଆଇଡି ଗୋଟେ ଥିବ ଦେବେ। ତାପରେ ପାସୱାର୍ଡ଼ ଜାଗାରେ ପାସୱାର୍ଡ଼ ଦେବେ ଏବଂ ତାପରେ ଦେଖନ୍ତୁ ଏଇ ଜାଗାରେ ଗୋଟେ ସିକ୍ୟୁରିଟି କୋଡ଼ ଦେବେ। ଏଇ ଯେଉଁ ସିକ୍ୟୁରିଟି କୋଡ଼ଟା ଯାହା ରହିଛି ଏଇ ସିକ୍ୟୁରିଟି କୋଡ଼ଟା ଏଠି ଦେବେ ଏବଂ ତାପରେ ଦେଖନ୍ତୁ ଲଗ୍ଇନ୍ ମାରିବେ। ଲଗ୍ଇନ୍ ମାରିଲେ କ'ଣ ହେବ ନା, ଲଗ୍ଇନ୍ ମାରିଲେ ଆପଣଙ୍କର ଆଇଡ଼ିଟି ଓପନ୍ ହେଇଯିବ। ଯଦି ଆପଣ ଇଏ ଲଗ୍ଇନ୍ ବା ୟୁଜର ଆଇଡି ପାସୱାର୍ଡ଼ ଆପଣଙ୍କ ପାଖରେ ନାହିଁ, ଆପଣ କ'ଣ କରିବେ, ଆପଣ ଫରଗଟ୍ ପାସୱାର୍ଡ଼ରେ ମଧ୍ୟ କ୍ଲିକ୍ କରିପାରିବେ। ଫରଗଟ୍ ପାସୱାର୍ଡ଼ରେ କ୍ଲିକ୍ କଲେ ଆପଣଙ୍କର କ'ଣ ହେବ ନା, ଆପଣଙ୍କର ମୋବାଇଲ୍ ନମ୍ବରକୁ ଆପଣଙ୍କର ୟୁଜର ଆଇଡି ଏବଂ ପାସୱାର୍ଡ଼ ଯିବ, ଯାହା ଜରିଆରେ ଆପଣ କରିପାରିବେ। ନହେଲେ ଆପଣ ଫରଗଟ୍ ପାସୱାର୍ଡ଼ ମାରିଲା ପରେ ଆପଣଙ୍କୁ ଆପଣଙ୍କର ଡେଟ୍ ଅଫ୍ ବାର୍ଥ ଏବଂ ଆପଣଙ୍କର ମୋବାଇଲ୍ ନମ୍ବରଟି ମାଗିବ। ଆପଣ ସେଇ ମୋବାଇଲ୍ ନମ୍ବର ଡେଟ୍ ଅଫ୍ ବାର୍ଥ ଦେଇକରି ଭେରିଫାଏ କରିପାରିବେ ଏବଂ ଆପଣଙ୍କ ମୋବାଇଲ୍ ନମ୍ବରକୁ ମେସେଜ୍ ଯିବ। ସେ ମେସେଜରେ ଆପଣଙ୍କର ଲଗ୍ଇନ୍ ଆଇଡି ଥିବ, ଆପଣଙ୍କର ପାସୱାର୍ଡ଼ ମଧ୍ୟ ଥିବ। ୟୁଜିଂ ଓଟିପିରେ ମଧ୍ୟ କରିପାରିବେ। ଆପଣଙ୍କ ମୋବାଇଲ୍ ନମ୍ବରକୁ ଓଟିପି ଯିବ। ଏଇଠି ସେ ଅପସନ୍ଟା ଅଛି, ଦେଖନ୍ତୁ ବର୍ତ୍ତମାନ ନୂଆ ଫିଚର୍ ଆସିଛି ଏଇଠି, ଲଗ୍ଇନ୍ ୟୁଜିଂ ଓଟିପି ମାଧ୍ୟମରେ ମଧ୍ୟ ଆପଣ କରିପାରିବେ। ଆପଣଙ୍କୁ ଯେଉଁଟା ସୁବିଧା ଲାଗୁଛି ଆପଣ ସେଟାକୁ କରିବେ। ପ୍ରଥମେ ଆମେ କ'ଣ କରିବା ନା, ଆପଣ ଲଗ୍ଇନ୍ ୟୁଜର ଆଇଡି ଏବଂ ପାସୱାର୍ଡ଼ ଦେଇକି ଆମେ ଓପନ୍ ଦେଖନ୍ତୁ ବର୍ତ୍ତମାନ ମୋର ସେଇ ପେଜ୍ଟି ଓପନ୍ ହେଇଯାଇଛି। ଏଚଆରଏମଏସର ପେଜ୍ଟି ଓପନ୍ ହେଇଯାଇଛି, ଆପଣଙ୍କ ପ୍ରୋଫାଇଲ୍ ପେଜ୍ଟି ଓପନ୍ ହେଇଯାଇଛି। ଆପଣ ତାକୁ କ'ଣ କରିବେ, ଏଇଠି ଦେଖନ୍ତୁ ଆପଣଙ୍କର ଗୋଟେ ରହିଛି ଆରୋ ମାର୍କ ଗୋଟେ ଏଇଠି ରହିଛି, ଆପଣ ଏଇଟାକୁ କ୍ଲିକ୍ କରିଦେବେ। ଏଇଟାକୁ କ୍ଲିକ୍ କଲେ କ'ଣ ହେବ ନା, ଏଇ ପେଜ୍ଟି ସ୍ଲାଇଡ୍ ହେଇଯିବ। ତାପରେ ଆପଣ କ'ଣ କରିବେ, ଏଇଠି ଗୋଟେ ଅପସନ୍ ଅଛି ମାଇ ପ୍ରୋଫାଇଲ୍। ଆପଣ ଦେଖିପାରିବେ ଏଇଠି ଗୋଟେ ଅପସନ୍ ଅଛି ମାଇ ପ୍ରୋଫାଇଲ୍। ଏଇ ମାଇ ପ୍ରୋଫାଇଲ୍କୁ ଯିବେ। ଏଇଠି ଦେଖନ୍ତୁ ମାଇ ପ୍ରୋଫାଇଲ୍ ଅଛି, ଆପଣ ସେଇ ମାଇ ପ୍ରୋଫାଇଲ୍କୁ ଯିବେ। ମାଇ ପ୍ରୋଫାଇଲ୍କୁ ମାରିଲା ପରେ ଆପଣଙ୍କର ଭିନ୍ନ ଭିନ୍ନ ପ୍ରକାର ଜିନିଷ ଆସିବ। କ'ଣ କ'ଣ ଡାଟା ଆସିବ ମୁଁ ଦେଖାଇ ଦେଉଛି ଆପଣଙ୍କୁ। ଦେଖନ୍ତୁ, ମାଇ ପ୍ରୋଫାଇଲ୍କୁ କ୍ଲିକ୍ କଲେ ଆପଣଙ୍କର ଆସିବ ଏଇଠି ଫାର୍ଷ୍ଟ ପେଜ୍ ଆସିବ। ଫାର୍ଷ୍ଟ ପେଜ୍ ପରେ ଦେଖନ୍ତୁ ପର୍ସନାଲ୍ ଇନଫର୍ମେସନ୍ ଆସିବ। ତାପରେ ଆସିବ ଆପଣଙ୍କର ଲାଙ୍ଗୁଏଜ୍ ଆସିବ, ଆଇଡେଣ୍ଟିଟି ଆସିବ, ଆଡ୍ରେସ୍ ଆସିବ, ଫ୍ୟାମିଲି ଆସିବ, ଏଜୁକେସନ୍ ଆସିବ, ପୋଷ୍ଟିଂ ଆସିବ। ଆପଣ ବର୍ତ୍ତମାନ କ'ଣ କରିବେ ନା, ଆପଣଙ୍କର ପର୍ସନାଲ୍ ଇନଫର୍ମେସନ୍କୁ ଯିବେ। ପର୍ସନାଲ୍ ଇନଫର୍ମେସନ୍ରେ କ'ଣ ରହିଛି ନା, ଆପଣଙ୍କର ଯାହା ପର୍ସନାଲ୍ ଡାଟା ରହିଛି, ଯେଉଁଥିରେ ଆପଣ ମୋବାଇଲ୍ ନମ୍ବର କିମ୍ବା ଆପଣଙ୍କର ଇମେଲ୍ ଆଇଡି ଅପଡେଟ୍ କରିବେ, ଆପଣ ସେଇ ପର୍ସନାଲ୍ ଇନଫର୍ମେସନ୍ରେ ହିଁ ରହିଛି। ଆପଣ ସେଠି ଗୋଟେ ଏଡ଼ିଟ୍ ଅପସନ୍ ଅଛି, ଆପଣ ଯାଇକି କରିପାରିବେ। ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଦେଖନ୍ତୁ ପର୍ସନାଲ୍ ଇନଫର୍ମେସନ୍ରେ ଏଇଭଳିଆ ଆପଣ ତଳକୁ ଗଲା ପରେ ଦେଖିବେ ଗୋଟେ ଏଡ଼ିଟ୍ ଅପସନ୍ସ ରହିଛି। ଏଇ ଏଡ଼ିଟ୍ ଅପସନ୍ରେ ଆପଣ କ'ଣ କରିବେ ନା, ଏଡ଼ିଟ୍ ଅପସନ୍ରେ କ୍ଲିକ୍ କରିବେ। ଏଡ଼ିଟ୍ ଅପସନ୍ରେ କ୍ଲିକ୍ କଲା ପରେ ଆପଣ ତଳକୁ ଯିବେ। ସେଠି ଦେଖିବେ ଆପଣଙ୍କର କାଟାଗୋରୀ ଥିବ, ମାରିଟାଲ୍ ଷ୍ଟାଟସ୍ ଥିବ, ପୋଷ୍ଟ ଥିବ, କ୍ୟାଡର ଥିବ, ପୋଷ୍ଟ ଗ୍ରୁପ୍ ଥିବ, ହାଇଟ୍, ବ୍ଲଡ଼, ଡିକ୍ଲାରେସନ୍, ହୋମ୍ ଟାଉନ୍, ରିଲିଜିଅନ୍, ଡୋମିସିଲ୍, ଆପଣଙ୍କର ପର୍ସନାଲ୍ ଆଇଡେଣ୍ଟିଫିକେସନ୍ ମାର୍କ ଥିବ, ଆପଣଙ୍କର ମୋବାଇଲ୍ ନମ୍ବର ଥିବ, ଇମେଲ୍ ଥିବ। ବର୍ତ୍ତମାନ ସୂଚନା ରହିଛି କ'ଣ ନା, ଆପଣ ଆପଣଙ୍କର ଆଧାର କାର୍ଡ଼ରେ ଯେଉଁ ମୋବାଇଲ୍ ନମ୍ବରଟି ସଂଯୋଗ ଅଛି ବା ଆଧାର କାର୍ଡ଼ରେ ଯେଉଁ ମୋବାଇଲ୍ ନମ୍ବରଟି ଲିଙ୍କ୍ ଅଛି, ସେଇ ମୋବାଇଲ୍ ନମ୍ବରଟି ଦେବେ ଏବଂ ଆପଣଙ୍କର ଇମେଲ୍ ଆଇଡ଼ିଟି ଦେବେ। ବାସ୍ ଏତିକି ଅପଡେଟ୍ କରିବାର ଅଛି। ତେଣୁ ଆପଣ କ'ଣ କରିବେ ନା, ଯାହା ମୋବାଇଲ୍ ନମ୍ବର ଜାଗାରେ ମୋବାଇଲ୍ ନମ୍ବର ଲେଖିଦେବେ, ଇମେଲ୍ ଜାଗାରେ ଇମେଲ୍ ଲେଖିଦେବେ। ତାପରେ ଆପଣ କ'ଣ କରିବେ ନା, ଏଇଠି ଯେଉଁ ସେଭ୍ ଅପସନ୍ଟି ରହିଛି, ଆପଣ ସେ ସେଭ୍ ଅପସନ୍ରେ କ୍ଲିକ୍ କରିଦେବେ। ସେଇ ସେଭ୍ ଅପସନ୍ରେ କ୍ଲିକ୍ କରିଦେଲା ପରେ ଆପଣଙ୍କର ଡାଟାଟି ଅପଡେଟ୍ ହେଇଯିବ। ଆପଣଙ୍କର ମୋବାଇଲ୍ ନମ୍ବର ଏବଂ ଆପଣଙ୍କର ଯେଉଁ ଇମେଲ୍ ଆଇଡ଼ି ଅଛି ସେଠି ଅପଡେଟ୍ ହେଇଯିବ। ଅପଡେଟ୍ ହେଇଗଲା